लिंग पुराण सप्तविंश अध्याय ब्रह्मज्ञान प्रसंगे ब्रह्मांड उत्पत्ति विषय वर्णन। सनत कुमार उवाच शृण गुणवंत मुनि अपूर्व कथन पार्वती आगे जा कहिले त्रिलोचन संचपितुम्भ समीपे बखाणुछि मोहि ଯାହାକୁ ଶ୍ରବଣ କଲେ ଯମଦଣ୍ଡ ନାହିଁ। ମହାଦେବ ବାଚ ଶଙ୍କର ବୋଲନ୍ତି ଧୀରେ ଉମାଙ୍କୁ ବୁଝାଇ ଗୁପ୍ତତମର ମୋ କଥା ଶୁଣ ପ୍ରାଣ ସହି ବ୍ରହ୍ମଜ୍ଞାନ ବିଷୟରେ ପଚାରୁଛୁ ଯାହା ଆଗେ ହୈମବତୀ ଠିକ କହିବ ତାହା। ବ୍ରହ୍ମରୁ ଏହି ଅଖଣ୍ଡ ବ୍ରହ୍ମାଣ୍ଡ ହୋଇଛି ବ୍ରହ୍ମ ବିନୁ ପାର୍ବତୀ ଗଣ୍ୟ ନାହିଁ କିଛି। କିପରି ବ୍ରହ୍ମରୁ ସଖୀ ବ୍ରହ୍ମାଣ୍ଡ ହୋଇଲା ଶ୍ରବଣ କରେ ସେ କଥା ନିଃସଂଶୟ ଭଲା। ନଥିଲା କିଛି ମାତ୍ର ସ୍ଥାବର ଜଙ୍ଗମ एकमात्र थिले शक्ति तुले परम ब्रह्म जे काले महाप्रलय घोटे भयंकर एका प्रकृति सुंदरी थिले गोमातर सेही प्रकृति अटंती निराकारमयी कोटि सूर्य सम तेज झटकी उठई तांकरी हृदय मध्य श्री पुरुषोत्तम जथा काले गो पार्वती होइले जन्म जहाँ कठारु सचराचर त्रिभुवन उत्पत्ति होई जहाँ कठारे हुए लीन सेही प्रकृति गर्भरु महाविष्णु तुले कमला नामे प्रकृति एक जनमिले सेही जेते जस्वरूपाद्या सनातनी निरालंब को आश्रय करी गो भवानी मदा तेज पुंज रूपे कले भ्रमणी सृष्टि करिबा इच्छारे साकार धारिणी अपूर्व सुस्निग्ध रूपा सर्वांग सुंदरी प्रकाश होइले एक नारी रूप धरी तदंते निज हृदय अति जे उत्तम सर्वांतर जामे पुरुषंकु कले जन्म सेही उत्पन्न बालक अति चमत्कार वृद्ध अंगुलीर एक पव परकार सेहिटी अटंती बाल मुकुंद मूरति अनंत नाग शयने जेहु अवस्थिति महाविष्णु जगत कर्ता सेही नारायण सर्व कारणर सेही केवल कारण तांकर अंशरु आंभे ब्रह्मा विष्णु हर सर्वप्रथमे जन्मिलु आगो रामा बोर शुण एबे बड़ई विचित्र समाचार प्रकृति उत्तमा महामाया जे प्रकार महाविष्णु को आगे न देले दर्शन कोटि सूर्य सम दीप्ति चारु अपघन रक्त वस्त्र परिधान शोभे हाथ रक्तमाल्य गंध चंदन रे लिप्त गात्र रक्त कुंडल शोभई बेनि श्रुति मूले अंगद केयर शोभे श्रीकर जुगले मस्तक उपरे रत्न मुकुट उज्ज्वल प्रसन्न ऋण वर्ण वदन कमल एमंत प्रकृति देवी अपूर्व शोभिता रक्त पद्म आसन उपरे अवस्थिता छटी हस्तरे दिव्य आयुध शोभन
ଶଙ୍ଖ ଚକ୍ର ଗଦା ଶକ୍ତି ମୂଷଳ କୃପାଣ। ଏହି ଛଅସ୍ତ୍ର କରି ଅଛନ୍ତି ଧାରଣ। ମୂଳ ପ୍ରକୃତିଟି ସେହି ଭଲେ ଏହା ଜାଣ। କୋଟିଏ ବିଜୁଳି ତେଜ ମନୋହର କାୟା। ମହାବିଷ୍ଣୁଙ୍କ ଚିତ୍ ଶକ୍ତି ନାମ ମହାମାୟା। ସେହିଟି ତ୍ରିଗୁଣମୟୀ ବ୍ରହ୍ମ ସନାତନୀ। କୋଟି କି କୋଟି ବ୍ରହ୍ମାଣ୍ଡ ପ୍ରସବକାରିଣୀ। ମୂଳ ପ୍ରକୃତି ସୁନ୍ଦରୀ ଦେବୀ ନିର୍ବିକାରା। ନିରାକାରୀ ସେ ପ୍ରଥମେ ଦ୍ୱିତୀୟ ସାକାରା। ସେ ପ୍ରକୃତି ବିନେ ମହାବିଷ୍ଣୁ ବିଶ୍ୱକର୍ତ୍ତା। ଇଚ୍ଛା ବୀଜ ପବନେ ନୁହନ୍ତି ବଳବନ୍ତା। ତେଣୁ ପ୍ରକୃତି ପୁରୁଷ ଦୁହେଁ କହେଲେ। ମହାବିରାଟ ମୂରତି ଗୋଟି ସେ ଧଇଲେ। ଅନନ୍ତ ନାଗ ଉପରେ କଲେ କଶୟନ। ଅନ୍ତରେ ପ୍ରକୃତି ବାହେ ପୁରୁଷର ତନ। ଅନନ୍ତ କୋଟି ବ୍ରହ୍ମାଣ୍ଡ ଯାହାଙ୍କ ଗର୍ଭରେ। ଏମନ୍ତ ପ୍ରଭୁଙ୍କ ଶକ୍ତି କେବା କଳି ପାରେ। ଇଚ୍ଛା ବୀଜ ଅଙ୍କୁରିତ କରାଇଲେ ଯହୁଁ। ନାଭି ପଦ୍ମ ଗୋଟି ବିକଶିଲା ଚାହୁଁ ଚାହୁଁ। ପ୍ରଥମେ ରଜୋଗୁଣକୁ କଲେ ଉତ୍ତପନ। ସେହି ରଜୋଗୁଣୁ ନାଭି ପଦ୍ମରୁ ବହନ। ଚାରି ମୁଖଧାରୀ ବ୍ରହ୍ମା ଜନମ ହୋଇଲେ। ସୃଷ୍ଟିର ମୂଳ କରତା ସେହୁ ବୋଲାଇଲେ। ମହାବିଷ୍ଣୁଙ୍କ ଦକ୍ଷିଣ ପାରୁଷରେ ମୁହିଁ। ଜନମିଲି ମହେଶ୍ୱର ନାମ ଗୋଟି ବହି। ତମ ଗୁଣମୟ ଧବଳାଙ୍ଗ ଜଟାଧାରୀ। ମୋତେ ଆଜ୍ଞା ଦେଲେ ହୁଅ ସୃଷ୍ଟି ଧ୍ୱଂସକାରୀ। ମହାବିଷ୍ଣୁଙ୍କର ବାମ ପାରୁଷରୁ ପୁଣ। ବିଷ୍ଣୁ ବୋଲି ଏକ ମୂର୍ତ୍ତି ହେଲେ ଉତ୍ତପନ। ଇନ୍ଦ୍ର ନୀଳମଣି ଜିଣି ମନୋହର କାନ୍ତି। ସୁନ୍ଦର ପଣରେ ମନ ମୋହନ ମୂରତି। ସତଗୁଣମୟ ସେ ଯେ ସୁକୁମାର ତନୁ। ଶଙ୍ଖ ଚକ୍ରଧାରୀ ତେଜ ନିନ୍ଦେ କୋଟି ଭାନୁ। ସୃଷ୍ଟି ପାଳନ କ୍ଷମତା ସେ ବିଷ୍ଣୁ ପାଇଣ। ଅନ୍ୟ ନାମ ଗୋଟିଏ ବହିଲେ ନାରାୟଣ। ଏମନ୍ତେଣ ଏକ ଦେହୁଁ ତିନି ଦେବ ଜାତ। ସତର ଯତମ ଗୁଣେ ତ୍ରିନାମ ବିଖ୍ୟାତ। ମହାମାୟାଙ୍କ ଜଠରୁ ମହାବିଷ୍ଣୁ ଠାରୁ। ଆମ୍ଭେ ତିନି ଦେବ ଅବତୀର୍ଣ୍ଣ ହୋଇବାରୁ। ବ୍ରହ୍ମାଙ୍କୁ ଅର୍ପିଲେ ଏକ ଧାମ ମନୋହର। ବ୍ରହ୍ମଲୋକ ବୋଲିଣ ଯେ ନାମ ଅଟେ ତାର। ସାବିତ୍ରୀ ନାମେ ଯେ କନ୍ୟା ମହାମାୟାଙ୍କର। ସେ ବ୍ରହ୍ମାଙ୍କୁ ସମର୍ପିଲେ ଗୋଲୋକ ଈଶ୍ୱର। ତୋହି ଗୋ ପାର୍ବତୀ ମୋର ପରାଣ ଈଶ୍ୱରୀ। ଜାତ ହେଲୁ ଯେବେ ଯୋଗ ମାୟା ନାମ ଧରି। ମହାବିଷ୍ଣୁ ପତ୍ନୀ ରୂପେ ଯାଚି ଦେଲେ ମୋରେ। ଶିବଲୋକ ନାମେ କୈଳାସ ସହିତରେ। ମହାଲକ୍ଷ୍ମୀ ଦେବୀ ଯେ ପରମ ସୁକୁମାରୀ। ଅକସ୍ମାତ ଆବିର୍ଭୂତା ହନ୍ତେ ସେ ସୁନ୍ଦରୀ। ବିଷ୍ଣୁଙ୍କୁ ପ୍ରଦାନ କଲେ ସର୍ବ ଅବତରୀ। ଅବସ୍ଥାନ ପାଇଁ ଦେଲେ ବୈକୁଣ୍ଠ ନଗରୀ। ମହାପ୍ରଳୟ ଜଳରେ ବିରାଟ ଗର୍ଭରେ। ଯେତେ ଯାହା ଲୀନ ଥିଲା ଜନ୍ମିଲା କ୍ରମରେ। ସତର ଯତମ ଗୁଣୀ ବିଷ୍ଣୁ ବ୍ରହ୍ମା ହର। ମହାବିଷ୍ଣୁ ତହୁଁ ଅବତୀର୍ଣ୍ଣ ଏ ପ୍ରକାର।
ମହାମାୟାଙ୍କ ମାୟାରେ ତିନି ଅଂଶେ ମାତ୍ର, ତିନି ଦେବୀ ତିନି ଦେବ ହୋଇଲଇଁ ଜାତ। ସଂଯୁକ୍ତ ଥିଲାଇଁ ସର୍ବେ ବିରାଟ ଶରୀରେ, ମହାବିଷ୍ଣୁଙ୍କର ତେଜ ବୀର୍ଯ୍ୟ ସୌନ୍ଦର୍ଯ୍ୟରେ। ଚମତ୍କାର ସେହି ତେଜ ବୀର୍ଯ୍ୟ ସୌନ୍ଦର୍ଯ୍ୟ, ବିଚିତ୍ର କ୍ଷମତା ଯାର ଅନନ୍ତ ଐଶ୍ୱର୍ଯ୍ୟ। ସୃଷ୍ଟି ପାଳନ ସଂହାର ହେତୁ ତିନି ରୂପେ, ଜାତ କଲେ ନିଜ ଅଙ୍ଗୁ ମହାବିଷ୍ଣୁ ଆପେ। ଇଚ୍ଛାମୟ ମାୟାମୟ ଦୟାମୟ ହରି, ଲୀଳାମୟ ଜ୍ୟୋତିର୍ମୟ ଗୋଲକ ବିହାରୀ। ଆମ୍ଭ ତିନି ଦେବଙ୍କୁ ସେ ବୋଇଲେ ମନ୍ତ, ଶୁଣି ବ୍ରହ୍ମା ବିଷ୍ଣୁ ଶିବ ମୋହର ଭକତ। ତୁମ୍ଭ ତିନି ଜଣଙ୍କର ପାଇଁ ତିନି ସ୍ଥାନ, ଅତ୍ୟନ୍ତ ଶ୍ରଦ୍ଧାରେ ଏବେ କଲଇଁ ପ୍ରଦାନ। ବ୍ରହ୍ମଲୋକ ଶିବଲୋକ ବିଷ୍ଣୁ ଲୋକ ନାମ, ମହାମନୋହର ଅଟେ ଏହି ତିନି ଧାମ। ଏ ମହାପ୍ରଳୟ କେବେ ନ ହୁଇ କ୍ଷୟ, ସଦା ଜ୍ୟୋତିର୍ମୟ ମୋର ଗୋଲକ ଆଲୟ। ଏ ମହାବୈକୁଣ୍ଠେ ତୁମ୍ଭ ଅଧିକାର ନାହିଁ, ନିତ୍ୟ ସ୍ଥଳ ନିତ୍ୟ ରାସ ନିତ୍ୟ ମୁକରଇ। ଆହେ ତିନି ଦେବ ତୁମ୍ଭେ ମୋ ଆଦେଶ ଘେନି, ଶୀଘ୍ର ଚଳ ତୁମ୍ଭ ପାଇଁ ଦେଲି ପୁର ତିନି। ମାର୍କଣ୍ଡେୟ ଛଡ଼ା ସର୍ବେ ମୋ ଗର୍ଭେ କେବଳ, ଏହି ମହାପ୍ରଳୟରେ ଲୀନ ହୋଇଥିଲ। ମୋ ଇଚ୍ଛା ଶକ୍ତିରୁ ଏବେ ହୋଇଲ ସମ୍ଭୂତ, ଏଣୁ ମୋର ଆଜ୍ଞା ଘେନ ଆହେ ତିନି ସୂତ। ଆଉ ବିଳମ୍ବ ନ କରି ତୁମ୍ଭେ ତିନି ଜଣ, ନିଜ ନିଜ ସ୍ଥାନେ ଚଳି ଯାଅ ଏହି କ୍ଷଣ। ହେ ଧାତା ହେ ବିଷ୍ଣୁ ଦେବ ହେ ପଞ୍ଚବଦନ, ପରମ ଉଜ୍ଜ୍ୱଳ ଦେଖ ତବ ସ୍ଥାନ ମାନ। ମହାବିଷ୍ଣୁଙ୍କର ଆଜ୍ଞା ହୁଅନ୍ତେ ପରି, ତହୁଁ ଚଳିଲୁ ତାହାଙ୍କୁ ନମସ୍କାର କରି। ସୃଷ୍ଟି କାର୍ଯ୍ୟେ ମନ ଦେଲେ ବ୍ରହ୍ମା ତଦନ୍ତରେ, ବିଷ୍ଣୁ ରହିଲେ ବୈକୁଣ୍ଠେ ପାଳିବା ଇଚ୍ଛାରେ। ମୁହିଁ ଏହି କୈଳାସରେ ଆନନ୍ଦିତ ମନେ, ରହିଲି ଗହୈମବତୀ ମହାବିଷ୍ଣୁ ଧ୍ୟାନେ। ତୁମ୍ଭ ସଙ୍ଗେ ରଙ୍ଗେ କଲି ସୁଖରେ ବିହାର, ବେଳ ଜାଣି ପରେ ସୃଷ୍ଟି କରିବି ସଂହାର। ପାର୍ବତୀ ପୁଛିଲେ ପୁଣି ଈଶ୍ୱରଙ୍କୁ ଚାହିଁ, ସୃଷ୍ଟି ହେବା ସମାଚାର କହ ପ୍ରାଣ ସାଇଁ। କେମନ୍ତ ପ୍ରକାରେ ସୃଷ୍ଟି କଲେ ଚଉମାଥ, ପ୍ରଳୟ ଜଳରେ ବୁଡ଼ିଥିଲା ତ ସମସ୍ତ। ଈଶ୍ୱର ବୋଲନ୍ତି ଶୁଣ ଜୀବର ବାନ୍ଧବୀ, ବିଚିତ୍ର କୌତୁକ କଥା ତୁମ୍ଭଙ୍କୁ କହିବି। ଆମ୍ଭେ ତିନି ଦେବ ତିନି କାର୍ଯ୍ୟେ ନିଯୁକ୍ତ, ଏଥୁ ଅନ୍ତେ ମହାବିଷ୍ଣୁ ଇଚ୍ଛାରେ ତୁରିତ। ତାହାଙ୍କ କର୍ଣ୍ଣ ମୂଳରୁ ଅତି ଅଦ୍ଭୁତେ, ଦୁଇ ଦୈତ୍ୟ ଜନମିଲେ ଭୟଙ୍କର ଗାତ୍ରେ। ସେହି ଦୈତ୍ୟଙ୍କ ପ୍ରତାପ ଅତି ପ୍ରବଳ, ମହାଦୁଷ୍ଟପଣେ ଦେଖାଇଲେ ନିଜ ବଳ। ଅତି ଅତ୍ୟାଚାରୀ ସେହି ମୂଢ଼ ଦୈତ୍ୟ ବେନି, ଯାହାଙ୍କ ମେଦରେ ଗଢ଼ା ହୋଇଲା ମେଦିନୀ। ମହାପରାକ୍ରମୀ ଦୁହେଁ ମହାଭୟଙ୍କର,
ଭୀଷଣ ଗର୍ଜନେ ଶ୍ୱାସ ଛାଡ଼ନ୍ତି ପ୍ରଖର। ମହାଜଳଧି ମଧ୍ୟରେ ପ୍ରତାପ ଦେଖାଇ ପରସ୍ପରେ ଅଟ୍ଟହାସେ ହେଲେ କୁହା କୁହି। ଏକ ଦୈତ୍ୟ ନାମ ମଧୁ ଦାରୁଣତା ଭାବ ବଡ଼ ଦୁରାନ୍ତ ଦାନବ ଯା ନାମ କୈଟଭ। ଏମନ୍ତେ ମଧୁ କୈଟଭ ହୋଇଲେ ଜନମ ଭୀଷଣ ରଡ଼ି ଛାଡ଼ନ୍ତି ହୋଇ ତମ ତମ। ମଧୁ ବୋଲେ କୈଟଭକୁ ଆରେ ଭାଇନା କେହି ତ ନାହାନ୍ତି ତୋର ମୋର ଏକା ସିନା। ଏ ଯେ ବ୍ୟୋମମୟ ସିନ୍ଧୁ ବିରାଟ ପ୍ରଦେଶ କିରାଳିନୀ ମହାମେଘ ମାଳା ହୁଏ ଦୃଶ୍ୟ। ଦଶ ଦିଗ ଯାକ ଦେଖ ତହିଁରେ ଆଚ୍ଛନ୍ନ ଘୋର ଅନ୍ଧକାରମୟ ଦିଶଇ କେଶନ। ଅଥଳ ସମୁଦ୍ର ଢେଉ ଘୋର ଗରଜନ କିଏ କାହିଁ ଅଛି ତାର ନ ମିଳେ ସନ୍ଧାନ। କୈଟଭ ଦୈତ୍ୟ କହଇ ମଧୁ ଦୈତ୍ୟ ଚାହିଁ ଦେଖ ଏ ବିରାଟ ପ୍ରଦେଶ ଯେ କି ଦିଶଇ। ଶୂନ୍ୟ ଶୂନ୍ୟ ମହାଶୂନ୍ୟ ଚାହା ମହାଶୂନ୍ୟ ଆଉ କେହି ନାହିଁ ଏଥି ତୋର ମୋର ଭିନ୍ନ। ଏମନ୍ତେ ସେ ଦୁଇ ଦୈତ୍ୟ ହନ୍ତି କୁହା କୁହି ମହାବିଷ୍ଣୁଙ୍କର ମହାଶକ୍ତି ଲୀଳା ତହିଁ। ଶୂନ୍ୟ ମାର୍ଗେ ଶବଦାୟୀ ବୋଇଲେ ସନ ଆରେ ରେ ମୂଢ଼ ଦୁଷ୍ଟ ଦୈତ୍ୟ ଦୁହେଁ ଯେ ଶୁଣ। ମଧୁ କୈଟଭ ନାମ ଯେ ଅଟଇ ତୁମ୍ଭର ମହାବିଷ୍ଣୁଙ୍କ ଶ୍ରବଣ ହୋଇଛି ବାହାର। ମୋହିଟି ସେହି ବିରାଟ ପୁରୁଷଙ୍କ ଶକ୍ତି ମୋତେ କେ ଚିହ୍ନିବ ଯାର ନାହିଁ ଜ୍ଞାନ ଭକ୍ତି। ମୁହିଁ ଅଟେ ସ୍ତ୍ରୀ ମୁହିଁ ଅଟଇ ପୁରୁଷ ମହାମାୟା ନାମ ମୋର ତ୍ରିଗୁଣ ପ୍ରକାଶ। ମୁହିଁ ଇଚ୍ଛା ଶକ୍ତି ଜାଣ ମହାବିଷ୍ଣୁଙ୍କର ପରମ ପ୍ରକୃତି ରୂପା ଲୀଳା ମୁଁ ଆବର। ଦୃଶ୍ୟରେ ଅତୀତ ମୁହିଁ ଆରେ ମୂଢ଼ ଦୈତ୍ୟ କେ ଅବା କିପରି ଦେଖି ପାରିବଟି ମୋତେ। ମୋହରି କାୟାରୁ ତୁମ୍ଭେ ହେଲରେ ଜନମ ମୋହରି ତମ ଗୁଣରେ ମରିବ ଧମ। କରତା ଅଟନ୍ତି ମହାବିଷ୍ଣୁ ଜନାର୍ଦ୍ଦନ ଅକ୍ଷୟ ବ୍ୟୟ ନିତ୍ୟ କର୍ମ ନିରଞ୍ଜନ। ଅଦ୍ୱିତୀୟ ନିରାକାର ବ୍ରହ୍ମ ସେ ଶ୍ରୀହରି ସୃଷ୍ଟି ପାଳନ ସଂହାର କାର୍ଯ୍ୟଟି ତାଙ୍କରି। ଘୋର ଅନ୍ଧକାରେ ତାଙ୍କୁ ଦେଖି ନ ପାରୁଛ ମୁହିଁ ସାକ୍ଷୀ ସେ ତୁମ୍ଭଙ୍କୁ ଦେଖୁଛନ୍ତି ସ୍ୱଚ୍ଛ। ଏତେ କହି ମହାମାୟା ଅନ୍ତର୍ହିତା ହେଲେ ଏଥୁ ଅନ୍ତେ ପାର୍ବତୀ ଗୋ ଶୁଣ କି ନା ଭଲେ। ଯେଉଁ ଚକ୍ରଦର୍ପହାରୀ ନାମଟି ବିଖ୍ୟାତ ସେହି ଚକ୍ରେ ଆପଣେ ଯେ ପ୍ରଭୁ ଜଗନ୍ନାଥ। ଯୁଦ୍ଧ କରି ଦୁଷ୍ଟ ମଧୁ କୈଟଭେ ନାସିଲେ ତେଣୁ ବ୍ରହ୍ମା ସୃଷ୍ଟି ରଙ୍ଗ ମଞ୍ଚ ପ୍ରବେଶିଲେ। ସେଥି ମଧୁ କୈଟଭଙ୍କ ମେଦରେ ମେଦିନୀ ସୃଜନ କଲେ ଆନନ୍ଦେ ଆପେ ପଦ୍ମଯୋନି। ମାନସରୁ ସପ୍ତ ଋଷି କଲେ ସେହୁ ଜାତ 10 ଦିଗ ପାଳନବ ଗ୍ରହଙ୍କ ସହିତ। ଅଷ୍ଟବସୁଙ୍କର ତୁଲେ ନାଗ ଯକ୍ଷ ରକ୍ଷ
ବେତାଳ କୁଷ୍ମାଣ୍ଡ ସର୍ପ କିନ୍ନର ପ୍ରତ୍ୟକ୍ଷ ଗନ୍ଧର୍ବ ଅପ୍ସରା ସିଦ୍ଧି ପିଶାଚ ଚାରଣ ଅସୁର ମରଣର ପଶୁ ପକ୍ଷୀ ଗଣ ପର୍ବତ ସରସୀ ନଦ ନଦୀ ନାଳ ଯେତେ ଜଳଚର ସ୍ଥଳଚର ଇତ୍ୟାଦି ସମସ୍ତେ ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ଅତି ଶୂଦ୍ର ସମୁଦାୟ ଜୀବଜନ୍ତୁ ବୃହତ୍ ତଥା କ୍ଷୁଦ୍ର ସର୍ବଶାସ୍ତ୍ର ସର୍ବଅସ୍ତ୍ର ସକଳ ନଗର ସକଳ ଗ୍ରାମ ପାଟଣା କଲେ ବେଦବର କୀଟ ପତଙ୍ଗାଦି ପ୍ରାଣୀ ମାନଙ୍କୁ ସୃଜିଲେ କଶ୍ୟପ ଋଷିଙ୍କି ତହୁଁ ଥୋକେ ଜାତ କଲେ ବନ ଉପବନ ତୋଟା ବଗିଚା ସହିତେ ଭିଆଣ କଲେ ବିଧାତା ପ୍ରାଣୀଙ୍କର ହିତେ ସକଳ ପ୍ରକାରଣସ୍ୟ କଲେ ଉତପନ ଯେତେ ଜାତି ଦେଖୁଅଛ ଫଳମୂଳ ମାନ ସବୁ ଉତ୍ପତ୍ତି ହୋଇଲା ବ୍ରହ୍ମାଙ୍କ ସୃଷ୍ଟିରେ ସମସ୍ତ ପାଳନ୍ତି ବିଷ୍ଣୁ କରୁଣା ଦୃଷ୍ଟିରେ ତପସ୍ୟା ବଳରେ ବ୍ରହ୍ମା ଜାତ କଲେ ସର୍ବ ବିବିଧ ପ୍ରକାର ପ୍ରାଣୀ ହୋଇଲେ ଉଦ୍ଭବ ଅଗଣନ ପ୍ରଜାଙ୍କୁ ସେ କଲେ ସୃଜନ ଅସଂଖ୍ୟ ଯାଦୃଶ୍ୟ ହୁଏ ସ୍ଥାବର ଜଙ୍ଗମ ବ୍ରହ୍ମାଙ୍କ ତପ ପ୍ରଭାବେ ଜାତ ମନୁଗଣ ସେ ତପ ବଳେ ଜନ୍ମିଲେ ଋଷି ଗଣ ପୁଣ ପ୍ରଜାପତି ଗଣ ଯଥା କାଳେ ଜନ୍ମ ହେଲେ ଚାରି ବର୍ଣ୍ଣଙ୍କ ସହିତେ ସଙ୍ଗରେ ଜନ୍ମିଲେ ଚାରି ଜାତିରୁ ଯେ ଅନୁପମ ବିଲୋମଳେ ସହସ୍ର ସହସ୍ର ଜାତି ଜନ୍ମିଲେ ସହଜେ ଉତ୍ତମ ଅଧମ ମଧ୍ୟମ ଏକଳ୍ପେ ଯେ ଜାଣ ଅନେକ ଜାତିର ସୃଷ୍ଟି କଲେ ପଦ୍ମାସନ ଦକ୍ଷ ପ୍ରଜାପତି ନାମେ ବ୍ରହ୍ମାଙ୍କ ନନ୍ଦନ 60 କନ୍ୟା ତାଙ୍କର ଅନ୍ତେ ଉତ୍ପନ୍ନ ତହୁଁ 13 ଗୋଟି କନ୍ୟା କଶ୍ୟପଙ୍କୁ ଦେଲେ ସେ କନ୍ୟାଙ୍କ ଗର୍ଭୁ ବହୁ ପ୍ରଜା ଜନ୍ମ ହେଲେ ଏଥିର ତାତ୍ପର୍ଯ୍ୟ ଶୁଣ ଆଗ হৈମବତୀ ଯେ ବଣ କନ୍ୟାଙ୍କୁ ଯେହୁ ବିବାହ ହୋଇଛନ୍ତି କଶ୍ୟପଙ୍କ 13 ଭାର୍ଯ୍ୟା ଉତ୍ତାରୁ ଯେ ଥିଲେ ତହୁଁ 27 କନ୍ୟା ଚନ୍ଦ୍ର ବିଭା ହେଲେ 8 ଗୋଟି କନ୍ୟା ଧର୍ମ ଦେବ ହେଲେ ବିଭା 11 କନ୍ୟା ରୁଦ୍ରଙ୍କୁ ପରାଣ ବଲ୍ଲଭା ଆଉ 1 ଗୋଟି କନ୍ୟା ସୁକୁମାରୀ ସତୀ ତୁମ୍ଭ ପୂର୍ବ ଜନ୍ମ ସେହି ଜାଣ ଗୋ ପାର୍ବତୀ କଶ୍ୟପରେ ପରିଣୀତା କନ୍ୟା ଯେତେକ ତାଙ୍କ ଉଦରୁ ଜନ୍ମିଲେ ପରଜା ଅନେକ କଶ୍ୟପଙ୍କ ଔରସରେ ଦକ୍ଷ କନ୍ୟା ଗଣେ ଜନ୍ମ କଲେ ନାନା ଜାତି ପ୍ରଜାଙ୍କୁ ଆପଣେ ଦେବ ଗନ୍ଧର୍ବ ଅପ୍ସରା ଯକ୍ଷ ବିଦ୍ୟାଧର ସର୍ପନାଗ କିମ୍ପୁରୁଷ ପିଶାଚ ନିଜର
ସିଦ୍ଧ ସାଧ୍ୟ ରୁକ୍ଷ ଜାତ ହେଲେ ପନ୍ତି ପନ୍ତି। ଅସୁର ସମୂହ ଜନ ମିଲେ ସେହି ମତି। ବ୍ରହ୍ମର୍ଷି ରାଜର୍ଷି ମହର୍ଷି ଯେଛନ୍ତି ଯେତେ। ପୁଣି ସର୍ବଗୁଣ ଯୁକ୍ତ ଦେବର୍ଷି ସହିତେ। ଏମାନଙ୍କ ଜନ୍ମ ଅନ୍ତେ କଶ୍ୟପଙ୍କ ବୀର୍ଯ୍ୟେ। ଅନ୍ୟ ଅନ୍ୟ ପ୍ରାଣୀମାନେ ଜନ୍ମିଲେ ସହଜେ। ଗନ୍ଧର୍ବ ଉଷ୍ଟ୍ର ମହିଷ ଅସଗରୁ ମୋକ୍ଷ। କୁକୁର ବିରାଡ଼ି ଛେଳି ଶୃଗାଳ ଶେଷ। ବ୍ୟାଘ୍ର ଭାଲୁ ଗଣ୍ଡା ହସ୍ତୀ ଗୟଳ ଶାର୍ଦୂଳ। ହରିଣ ସମ୍ବର ଆଦି ପଶୁ ପଲ ପଲ। ନାନା ଭଳିରେ ବାନର ହୋଇଲେ ଜନମ। କେତେ ବା କହିବି ସେହି ପଶୁଙ୍କର ନାମ। ପକ୍ଷୀମାନେ ଜନମିଲେ କାକ ପିକ ଆଦି। ଯେତେ ଜାତିରେ ଚଢ଼ାଇ ଦେଖୁଛ ବଧି। ଶୁଣ ଗୋ ପାର୍ବତୀ ମୋର ପରାଣ ଈଶ୍ୱରୀ। ତୁମ୍ଭ ଆଗେ କହୁଛି ମୁଁ ଠିକି ଠିକି କରି। ଅଦିତି ନାମେ ଦକ୍ଷଙ୍କର ଯେ ଦୁହିତା। ନିଜ ଉଦରୁ ଜନମ କଲେ ସେ ବନିତା। ଅଷ୍ଟାଦଶ ଆତ୍ମା ବଜ୍ରଧର ଇନ୍ଦ୍ରଦେବ। ଦ୍ୱାଦଶ ଆତ୍ମା ସୂର୍ଯ୍ୟ ଯେ ହୋଇଲେ ସମ୍ଭବ। ଅଷ୍ଟବସୁଙ୍କ ସହିତେ ଚତୁର୍ଦଶ ଯମ। ନବଗ୍ରହ ମାନେ ସର୍ବେ ଲଭିଲେ ଜନମ। ମହାତେଜବନ୍ତେ ମହା ବଳବନ୍ତ ହୋଇ। ମହାଯଶସ୍ୱୀ ସକଳେ ପୁଣ୍ୟବନ୍ତ ଦେହି। ଏହି ପ୍ରଜା ମାନେ ନାନା ବର୍ଣ୍ଣେ ଶୋଭା ପାଆନ୍ତି। ବିବିଧ ପ୍ରକାରେ ସରେ ଭୂଷିତ ଅଟନ୍ତି। ପୃଥିବୀ ପରିପାଳକ ଏମାନେ ସକଳେ। ମହତ ଜୀବ ମହାତ୍ମ୍ୟ ସର୍ବେ ତେଜ ବଳେ। ଦିତି ନାମେ ଦକ୍ଷ ପ୍ରଜା ପତିଙ୍କ ଯାସୁତା। କଶ୍ୟପଙ୍କ ଔରସରେ ସେ ନବବନିତା। ଦୈତ୍ୟ ଦାନବ ମାନଙ୍କୁ କଲେ କ ଜନମ। ଦେବତାଙ୍କ ଶତ୍ରୁ ହେଲେ ସେ ଜୀବଧମ। ଅତି ଦୁରାଚାରୀ ଅତି ଅଧର୍ମୀ ସେମାନେ। ନାନା ଉପଦ୍ରବ ଆଚରନ୍ତି ସ୍ଥାନେ ସ୍ଥାନେ। କାଳେ କାଳେ ଦୈତ୍ୟଗଣ ଦେବଙ୍କ ବୈରୀ। ସେହୁ ଦେଖି ନ ପାରନ୍ତି ଅମରଙ୍କ ଶିରି। ଅଦିତିଙ୍କ ପୁତ୍ରେ ସର୍ବ ଦେବତା ସମୂହ। ଅସୁରମାନଙ୍କୁ ସଦା କରିଥାନ୍ତି ଭୟ। ଯୁଗେ ଯୁଗେ ଦୈତ୍ୟମାନେ ଦୁଷ୍ଟ ଆଚରଣେ। ନାନା ଅତ୍ୟାଚାରୀ ହନ୍ତି ଏ ତିନି ଭୁବନେ। ତେଣୁ ସାଧୁଙ୍କର ପରିତ୍ରାଣାର୍ଥେ ହରି। ଦୁଷ୍ଟ ଦୈତ୍ୟଙ୍କୁ ନାଶେ ବିଜୟ ଅବତାରି। କିବା ବ୍ରହ୍ମା କିବା ଇନ୍ଦ୍ର କିବା ମୁଁ ଶଙ୍କର। ସମସ୍ତଙ୍କ ପ୍ରତି ଦୈତ୍ୟଙ୍କର ଅତ୍ୟାଚାର। ଭୀତ ମନେ ଥରୁ ଥାଉ ଦୈତ୍ୟଙ୍କ ପ୍ରତାପେ। ବେଳ ଜାଣି ବିଷ୍ଣୁ ତାଙ୍କୁ ବିନାଶନ୍ତି ଆପେ। ଦୈତ୍ୟଙ୍କୁ ନାଶିବା ହେତୁ ଶଙ୍ଖ ଚକ୍ରଧାରୀ। ଆପଣେ ବହି ଅଛନ୍ତି
नाम दैत्यारी आगे हैमवंत जेमा सती उमा देवी तुम्भ आगे अधिक किया बा कहिबी महाविष्णु गर्भरे अशेष ब्रह्मांड कोटि कोटि होई जान होई अछि रुंड सात कल्प जीव से हो मार्कंडेय ऋषि सबु देखी से विराट गर्भे पशी एहि जे देखुच सती ब्रह्मांड गोटिए एहि परि अछि रही ब्रह्मांड कोटिए प्रलय काल रे महा मुनि मार्कंडेय भगवानଙ୍କ उदरे रही विसृचय कोटि कोटि दर्शन कले काबेळे गोटी की गोटी ब्रह्मांड प्रभु लोमकूले सेहि भोनंत कोटि ब्रह्मांड मध्येण अनंत कोटि संख्यारे छन्ति ब्रह्मगण तेसन अनंत कोटि विष्णु तहि छन्ति अनंत कोटि शिव जे से गर्भरे स्थिति इंद्र चंद्र ग्रह गण कोटि कोटि होई सेहि महाविष्णुंकर गर्भे छन्ति रही आबर आदित्य गण वसुगण जेते अश्विनी कुमार आदि अमर समस्ते अनंत कोटि राक्षस जक्ष अपसर बेताल कुष्मांड सिद्ध उरग किन्नर अनंत कोटि गंधर्व 50 चारण रहिछन्ति से उदरे जे असुर गण कोटि कोटि राजा गण छन्ति सेहि गर्भे कोटि कोटि संख्यारे जे परजा मानवे पर्वत वनस्तरु लता गुल्म तृण नद नदी सरोवर असंख्य प्रमाण आकाश चर जे स्थल चर जल चर नाना जाति पक्षी पंती छन्ति बहुचर नागगण सहित रे नाग कन्या गण सेहि विराट गर्भरे स्थित गणन अजमे सब्रो गोरु ओट महिषनिकर गर्दभ उल्लूक व्याघ्र हरिण शुकर जुथ जुथ होई सर्वे से गर्भ मध्येण कोटि संख्यारे जे करू अछन्ति भ्रमण प्रति ब्रह्मांडे ब्राह्मण क्षत्रिय सहिते वैश्य शूद्र आदि रही अछन्ति समस्ते वर्ण शंकर जाति जे छन्ति असुमारी बाहन हस्ती शंक जुथ सेहि परी सकल शास्त्र पुराण संहिता निकर वेद वेदांत वेदांग पुण्य से उदर विचित्र नगर ग्राम सुंदर भवन महाविष्णुंक गर्भरे दिशई शोभन सर्वदेव सर्वदेवी छन्ति लक्ष लक्ष महामुनि मार्कंडेय देखिले प्रत्यक्ष
ତେତ୍ରିଶ କୋଟି ଅମରେ ସର୍ବଦିଗ ପାଳେ। ବିହରଣ କରନ୍ତି ଯେ ସେହି ଗର୍ଭ ଆଳେ। 56 କୋଟି ଜୀବଙ୍କ ଗତାଗତ ତହିଁ। କୋଟି ବ୍ରହ୍ମାଣ୍ଡ ଉଦର ବିଚିତ୍ର ଅଟଇ। ପୂର୍ଣ୍ଣବ୍ରତ ସନାତନ ନିତ୍ୟ ନିରଞ୍ଜନ। କଳ୍ପ କଳ୍ପାନ୍ତରେ ସେ ଅକ୍ଷୟ ପଘନ। ଏମନ୍ତ ପରମ ବ୍ରହ୍ମ ଅନାଦି ଅନନ୍ତ। କେଉଁ ପରି କେୟ ବା ପାଇବ ତାଙ୍କ ଅନ୍ତ। କୋଟି ବ୍ରହ୍ମାଣ୍ଡ ଈଶ୍ୱର ଜଳ ଜନ ଜନ। ନିରାକାର ନିର୍ବିକାର ବ୍ରହ୍ମ ସନାତନ। ଅନନ୍ତ ନାଗ ଉପରେ ଯାହାଙ୍କ ଶୟନ। ଅଶ୍ୱତ୍ଥ ପତ୍ର ଉପରେ ଭାସନ୍ତି ସେ ପୁଣ। ପୃଥିବୀ ପାତାଳ ସ୍ୱର୍ଗ ଯାହାଙ୍କ ଉଦରେ। ସେ ପୁଣି ଦୃଶ୍ୟ ଅଙ୍ଗୁଷ୍ଠୀ ଯବ ପ୍ରମାଣରେ। ମାୟାମୟଙ୍କର ମାୟା କେ ବୁଝିପାରିବ। ମହାମାୟା ଦେବୀ ମହା ପ୍ରକୃତିଙ୍କ ଭାବ। ଆଗ ହୈମବତୀ ଶୁଣ ଆଶ୍ଚର୍ଯ୍ୟ କାହାଣୀ। ଯାହାଙ୍କ ଲୋମ ବିବରେ ଏ ବ୍ରହ୍ମାଣ୍ଡ ଶ୍ରେଣୀ। ସେହି ପୂର୍ଣ୍ଣ ବ୍ରହ୍ମ ହରି ଶ୍ରୀ ମଧୁସୂଦନ। ଗୋଲୋକେ କରନ୍ତି ରାସ ଘେନି ଗୋପୀ ଗଣ। ବିଚିତ୍ର ରାସ ମଣ୍ଡଳେ ରାଧିକା ସଙ୍ଗରେ। ନୃତ୍ୟ ବିଳାସ କରନ୍ତି ଅପୂର୍ବ ରଙ୍ଗରେ। ଦ୍ୱିଭୁଜ ମୁରଲୀଧର ନବ ନଟବର। ନବୀନ କିଶୋର ଗୋପ ବେଶ ମନୋହର। ନବନୀରଦ ବରନ ଲାବଣ୍ୟ ମୂରତି। ଶୋଭାରେ ସେ ଅନୁପମ ଗୋପୀ ପ୍ରାଣପତି। କୋଟି କନ୍ଦର୍ପ ମୋହର ରୂପ ଚାରୁ ଠାଣି। ତ୍ରିଭଙ୍ଗ ଛନ୍ଦେ ଉଦ୍ଭାରି ବଙ୍କିମ ଚାହାଣି। ଯେତେ ଅବତାର ସର୍ବ ମତ୍ସ୍ୟ କୁର୍ମ ଆଦି। ତାଙ୍କରି ଠାରୁ ଉଦ୍ଭବ ପ୍ରତି ଯୁଗାବଧି। ଏଣୁ ସର୍ବ ଅବତାରୀ ବୋଲନ୍ତି ଶ୍ରୀହରି। ପୂର୍ଣ୍ଣ ବ୍ରହ୍ମ ବିଗ୍ରହ ସେ ଆଗ ମାହେଶ୍ୱରୀ। ଗୋଲୋକେ ଶ୍ରୀରାଶେଶ୍ୱର ପ୍ରଭୁ ଆଦି କନ୍ଦ। କ୍ଷୀରାନବେ ମହାବିଷ୍ଣୁ ସ୍ୱରୂପୀ ମୁକୁନ୍ଦ। ପ୍ରଳୟ କାଳରେ କୋଟି କୋଟି ଯେ ବ୍ରହ୍ମାଣ୍ଡ। ତାହାଙ୍କ ଗର୍ଭରେ ଯାଇ ସବୁ ହୁଏ ରୁଣ୍ଡ। ଅଜନ୍ମ ଅକ୍ଷୟ ସେ ଯେ ନିତ୍ୟ ନିରାକାର। ଭକତଙ୍କ ଭାବେ ସିନା ହୁଅନ୍ତି ସାକାର। ମହାବିଷ୍ଣୁଙ୍କ ଐଶ୍ୱର୍ଯ୍ୟ ଅଟେ ଏହିପରି। କେବନି ପାରିବ ତାହା ଆଗ ମାହେଶ୍ୱରୀ। ତାହାଙ୍କ ଐଶ୍ୱର୍ଯ୍ୟ କଥା କେହୁ ଭଲେ ଜାଣେ। ବିବେକ ଜନ୍ମଇ ତାର ସଦାନନ୍ଦ ପ୍ରାଣେ। ଜନ୍ମହୀନ ଅନାଦି ସେ ପରମ ଈଶ୍ୱର। ଯେ ଜାଣେ ପାପ ମୋହରୁ ମୁକୁଳେ ସେ ନର। ବ୍ରହ୍ମଜ୍ଞାନୀ ମାନେ ସିନା ଜାଣନ୍ତି ଏ ଭାବ। ଆନମାନଙ୍କୁ କାହିଁ ବା ତା ଗୋଚର ହେବ।
ଅବ୍ୟୟ କ୍ଷୟ ନିତ୍ୟ ମୟ ନିର୍ବିକାର ଅଚ୍ଛେଦ୍ୟ କ୍ଲେଦ୍ୟ ଦାସ ନିରନ୍ତର ବ୍ରହ୍ମଜ୍ଞ ଅକ୍ଷର ବୋଲି କରନ୍ତି ଭାବନା କର୍ମଯୋଗୀ ମତେ ପରମାତ୍ମା ସେହି ସିନା ଭକ୍ତମାନେ କହନ୍ତି ଯେ ଭଗବାନ ବୋଲି ଭକତି ଭାବରେ ଦୃଶ୍ୟ ପ୍ରଭୁ ବନମାଳୀ ଏଣୁ ଜ୍ଞାନୀ କର୍ମୀ ଭକ୍ତ ଯେ ଯାହାର ମତେ ଆରାଧନା କରୁଥାନ୍ତି ସେ ବ୍ରହ୍ମାଣ୍ଡ ନାଥେ ଅଚିନ୍ତ୍ୟ ବ୍ୟକ୍ତ ରୂପୀ ନିତ୍ୟ ନିରଞ୍ଜନ ଅନନ୍ତ ଶକ୍ତିଶାଳୀ ସେ ଭୁବନ ମୋହନ ସର୍ବସ୍ଥାନେ ସର୍ବଘଟେ ସେହି ପରମ ବ୍ରହ୍ମ ପୁରୀ ରହିଛନ୍ତି ସଦା ପୁରୁଷ ଉତ୍ତମ ସ୍ଥାବର ଜଙ୍ଗମ ଆଦି ଯେତେ ଜଗତେ ସକଳ ଶରୀରେ ବ୍ରହ୍ମ ବିରାଜନ୍ତି ନିତ୍ୟେ ସେ ଯେ ଇଚ୍ଛାମୟ ପୂର୍ଣ୍ଣ ବ୍ରହ୍ମ ସନାତନ ଇଚ୍ଛାରେ କରନ୍ତି ସୃଷ୍ଟି ଇଚ୍ଛାରେ ପାଳନ ଇଚ୍ଛା ମାତ୍ରକେ ବ୍ରହ୍ମାଣ୍ଡ କରନ୍ତି ସଂହାର କେ ବୁଝିପାରିବ ତାଙ୍କ ଲୀଳା ଚମତ୍କାର ଅଶେଷ ମହିମାମୟ ସେ ଜଗତ ଗୁରୁ ଭକ୍ତ ବତ୍ସଳ ଶ୍ରୀ ହରି ବାଞ୍ଛା କଳ୍ପତରୁ ଗୁରୁ ରୂପେ ଦିଅନ୍ତି ସେ ଦିବ୍ୟ ବ୍ରହ୍ମ ଜ୍ଞାନ ଏଣୁ ଗୁରୁ ସ୍ତବ ପାଠ ଜୀବର ପ୍ରଧାନ ହେ ସୁନ୍ଦରୀ ହେ ସାଧବୀ ଏବେ ଧୀରେ ଶୁଣ ତୁମ୍ଭର ହିତ କଥା ମୁଁ କରୁଛି ବଖାଣ ଯଥା ତତ୍ତ୍ୱଜ୍ଞ ହୋଇଣ ଆଗ ବରାଙ୍ଗନା ବିହିତ ବିଧାନେ କର ଗୁରୁ ଆରାଧନା ଗୁରୁ ରୂପେ ମତେ ସତୀ କରିଛ ବରଣ ଗୁରୁ ମନ୍ତ୍ର ମୋହ ଠାରୁ କରସି ଗ୍ରହଣ ଆବର ବ୍ରହ୍ମ ସ୍ୱରୂପ ମନ୍ତ୍ର ତୁଲେ ଧ୍ୟାନ ମାତୃକାକ୍ଷ ମାଳା ପ୍ରାପ୍ତ ହୋଇ ଭଲେ ଜାଣ ଏକାଗ୍ର ମନରେ କର ଗୁରୁ ଉପାସନା ଉଚିତ ଅଟଇ ଗୁରୁ ବ୍ରହ୍ମ ଆରାଧନା ସେହି ଧ୍ୟାନ ମନ୍ତ୍ର ଯନ୍ତ୍ର ପାଇ ରାମାବର ଗୁରୁ ବ୍ରହ୍ମଙ୍କର ଭଲେ ଉପାସନା କର ତେବେ ଅବିଳମ୍ବେ ତୁମ୍ଭ ବାଞ୍ଛା ସିଦ୍ଧ ହେବ ପ୍ରତିଟି ପରମ ଗୁରୁ ଏହା ମନେ ଭାବ ଗୁରୁ ପ୍ରଦତ୍ତ ମନ୍ତ୍ରରେ ଚିତ୍ତ ଶୁଦ୍ଧ ହୁଏ ଚିତ୍ତ ଶୁଦ୍ଧ ହନ୍ତେ ଆରାଧନେ ଗୋ ନିଶ୍ଚୟ ସର୍ବସିଦ୍ଧି କି ଲଭିବ ସର୍ବତରେ ଜୟ ଏଥିରେ ତିଳାର୍ଧେ ମାତ୍ର ନାହିଁଟି ସଂଶୟ ଏ କାରଣ ସର୍ବପ୍ରଥମରୁ ପୂଜ୍ୟ ଗୁରୁ ଯେହେତୁ ଗୁରୁ ପରମ ବ୍ରହ୍ମ କଳ୍ପତରୁ ଗୁରୁଦେବ ପ୍ରସାଦରେ ମନ୍ତ୍ର ସିଦ୍ଧି ହୋନ୍ତେ ସାକ୍ଷାତ ବ୍ରହ୍ମମୟ ଯେ ଦେହଧାରୀ ମାତ୍ରେ ହେ ଦେବୀ ଯେ ବଣ ମନ୍ତ୍ର ଗୁରୁ ନ ଦିଅନ୍ତି ସେ ମନ୍ତ୍ର କେବେ ହେ ମନ୍ତ୍ର
न बोलाए सती अन्य देवଙ୍କୁ पूजिले गुरु पूजा बिना सकल निष्फल हुए आगो सुलोचना। गुरु असंत से जेते मंत्र जप कले केवे से मंत्र सिद्धि न हुई भले। जहा प्रति गुरु ब्रह्म हंती अप्रसन्न ता जल घेनती नाही पितृदेवगण। कदाच तार नैवेद्य पुष्प आदि द्रव्य ग्रहण करती नाही ऋषि पितृदेव। जहा ठारे गुरु ब्रह्म थांती सुप्रसन्न ताहाकु प्रसन्न थांती ऋषि पितृगण। अग्नि राक्षस गंधर्व जक्ष आदि करी अहित साधंती नाही केवे हैं ताहारी। गुरु संतुष्ट होइले शिष्यर केवल जप होम पूजा आदि हुई सफल। गुरुंक निकटु मंत्र ग्रहण न करी देवता पूजई जेहु आडंबर करी। अयुत बरस जाए सेहि मूढ़ प्राणी घोर नरक मध्यरे करई भ्रमणी। मन मध्य गुरु निंदा कर्तव्य नुहई जेणु ब्रह्मा विष्णु आदि देवे समस्ते ही। गुरुंको आज्ञा को सदा प्रतीक्षा करती गुरुंको वाक्य रे बस वर्ती होई थांती। देवता पूजने मंत्र जपने जहार मन शुद्ध न हुई किंचित मातर। सेहि देह धारी जन नारकी हुई एथिरे तिले हे जान संशय जे नाही। गुरु ही सर्वदेवता गुरु परम ब्रह्म गुरु ही केवल भवे परात्पर धर्म। श्री गुरु निष्ठा अटई परम तपस्या गुरु आज्ञा बलवान आग मृग दृशा। ए कारण गुरु समस्तंक पूजनीय तीन भुवन रे गुरु समस्तंक ध्येय। गुरु तहु परतर वस्तु आउ नाही मंत्र जंत्रादि जे किछि विषय छई। एकमात्र से ही समुदाय गुरुमय एमंत प्रकारे मने चिंतिब निश्चय। मन कर्म वाक्य सदा गुरु को तो शिव शुद्ध ज्योति स्वरूप अटंती गुरुदेव। सच्चिदानंद विग्रह परम ब्रह्म गुरु गुरु वांछा कल्पतरु महिमार मेरु। गुरुटी निर्गुण शांत निष्कळ मूरति मायार अतीत परम ब्रह्म महाज्योति। परम आनंद प्रदायक गुरुदेव प्रणत होई गुरुंको संतोष करिब ताहांको रुष्ट करिब नाही कदाचन। शिरे बहिथिब गुरु आदेश वचन
ଗୁରୁ ବ୍ରହ୍ମଙ୍କୁ ଯେ ବଣ ମୂଢ଼ ରୁଷ୍ଟ କରେ, ଅଥବା ହେତୁବାଦରେ ନିନ୍ଦେ ନିରନ୍ତରେ। ଚାରି ମନନ୍ତର କାଳ ନରକେ ସେ ପଡ଼େ, ଘୋର କଷଣ ଲଭିଣ ସେ ନରକେ ସଢ଼େ। ହେ ଭବାନୀ ତୁମ୍ଭେ ମନ ଦେଇ ଶୁଣ, ଗୁରୁ ବ୍ରହ୍ମଙ୍କ ନିକଟୁ ମନ୍ତ୍ରକୁ ପାଇଣ। ମୌନ ଅବଲମ୍ବନେ ସମାହିତ ଚିତ୍ତେ, ମନ୍ତ୍ର ଜପି ଗୁରୁ ପୂଜା କର ଗୋ ନିଶ୍ଚିନ୍ତେ। ଗୁରୁ ପୂଜା ଅନ୍ତେ କର ବ୍ରତ ଉପାସନା, ତେବେ ପୂର୍ଣ୍ଣ ହୋଇବ ଗୋ ସକଳ ବାସନା। ଯତନେ ପ୍ରଥମେ ଗୁରୁ ଆରାଧନା କରି, ଓଷା ବ୍ରତେ ମନ ଦିଅ ହିମାଦ୍ରି କୁମାରୀ। ରମଣୀର ଓଷା ବ୍ରତ ଅଟଇ ଜୀବିକା, ଗୁରୁ ବ୍ରତ ସାର ବ୍ରତ ପାଳ ଗୋ ଅମ୍ବିକା। ଅନେକ ପ୍ରକାର ଅଛି ଓଷା ବ୍ରତ ମାନ, ଯେ ବଣ ବ୍ରତରେ ଯେଉଁ ଫଳ ସୁଘଟଣ। ଶାସ୍ତ୍ର ପୁରାଣେ ସେ କଥା ହୋଇଅଛି ଲେଖା, ସଞ୍ଚପି କହିଲି ମାତ୍ର ତୁମ୍ଭ ଆଗେକା। ସର୍ବଜୟା ବ୍ରତବିଧି ବର୍ଣ୍ଣନ। ପାର୍ବତୀ ଉବାଚ କୈଳାସ ଶିଖରେ ରମ୍ୟେ, ଦେବୀ ଦେବ ମୁବାଚଃ। କେନ ବ୍ରତେନ ଦେବେଶ, ନାରୀ ସର୍ବଜୟା ଭବେତ୍। ଈଶ୍ୱର ଉବାଚ ଶୃଣୁ ପ୍ରିୟେ ପ୍ରବକ୍ଷ୍ୟାମି, ବ୍ରତାନାଂ ବ୍ରତମୁତ୍ତମଂ। ଯତ୍କୃତ୍ୱା ଲଭତେ ନାରୀ, ସୌଭାଗ୍ୟ ବିଜୟଂ ତଥା। ରମ୍ୟ କୈଳାସ ଶିଖରେ ହରଙ୍କୁ ଅନାଇ, ପଚାରିଲେ ଯେ ପାର୍ବତୀ ମାନସ ମନାଇ। ବୁଝାଇ କୁହନ୍ତୁ ମୋତେ ଆହେ ପ୍ରାଣପତି, କେଉଁ ବ୍ରତ କଲେ ନାରୀ ସର୍ବଜୟ ହୁଅନ୍ତି। ପାର୍ବତୀଙ୍କ ମୁଖୁ ଶୁଣି ଏମନ୍ତ ବଚନ, ଅଳପ ହସି ବୋଇଲେ ପ୍ରଭୁ ତ୍ରିଲୋଚନ। ଆଗ ପ୍ରାଣେଶ୍ୱରୀ ମୋର ହୋଇମବନ୍ତ ସୁତା, ଯାହା ପଚାରିଲୁ ଏବେ କହୁଛି ସେ କଥା। ଗୋଟିଏ ଉତ୍ତମ ବ୍ରତ ଅଛଇ ତା ଶୁଣ, ଯା କଲେ ନାରୀକୁ ମିଳେ ସୌଭାଗ୍ୟ ଧନ। ସର୍ବଲୟା ବୋଲି ସେହି ବ୍ରତଟିର ନାମ, ଶ୍ରବଣ କର ପ୍ରିୟେ ତାହାର ବିଧାନ। ସର୍ବଜୟା ବୋଲି ସେହି ବ୍ରତଟିର ନାମ, ଶ୍ରବଣ କର ପ୍ରିୟେ ତାହାର ବିଧାନ। ମାର୍ଗଶିର ମାସ ବିଷ୍ଣୁ ପଦି ସଂକ୍ରାନ୍ତିରେ, ସଂକଳ୍ପ କରିଣ ବ୍ରତ ପାଳିଣ ବିଧିରେ। ପ୍ରଧାନ ଦେବତା ଏଥି ଦୁର୍ଗା ସଦାଶିବ, ପ୍ରତି ମାସେ ଏହି ସବୁ ଭୋଗକୁ ତେଜିବ। ମାର୍ଗଶିର ମାସଟିରେ ତ୍ୟାଗ କଲେ ଶୋକ, ବ୍ରତ କରିଣି କି ଅନ୍ତେ ମିଳେ ବିଷ୍ଣୁ ଲୋକ। ପୌଷ ମାସେ ଯେଉଁ ନାରୀ ଲବଣ ନ ଖାଏ,
ଅନ୍ତକାଳେ ସୁଖେ ସେହୁ ଦିବ୍ୟ ଗତି ପାଏ। ମାଘ ମାସରେ ବର୍ଜନ କଲେଟି ତୈଳ ପ୍ରାପ୍ତ ହୁଏ ସହସ୍ର ଗୋଦାନର ଫଳ। ଫାଲ୍ଗୁନ ଗାଁକୁ ତ୍ୟାଗ କଲେ ଯେ ଆଗ ସହି ଦିବ୍ୟ ବିମାନରେ ସୂର୍ଯ୍ୟ ଲୋକକୁ ଗମଇ। ଚୈତ୍ରେ ଫୁଲମାଳା ତ୍ୟାଗ କରେ ଯେଉଁ ବ୍ରତୀ ଅନ୍ତକାଳରେ ଲଭଇ ସେ ଉତ୍ତମ ଗତି। ବୈଶାଖ ମାସରେ ନାରୀ ତ୍ୟାଗ କଲେ ଭାତ ତାକୁ ନିଶ୍ଚୟ ବିଷ୍ଣୁ ଲୋକ ହୁଇ ପ୍ରାପତ। ଜ୍ୟେଷ୍ଠ ମାସେ ଧରା ଜଳ କଲେ ବରଜନ ଅନ୍ତେ ସ୍ୱର୍ଗପୁର ଯାଏ ସେ ନାରୀର ତନ। ଆଷାଢ଼ ମାସରେ ନାରୀ ବରଜିଲେ ଦଧି ବରୁଣ ଲୋକକୁ ଯାନ୍ତି ପାଳି ବ୍ରତ ବିଧି। ଶ୍ରାବଣେ ବସ୍ତ୍ର ବର୍ଜିଲେ ବ୍ରହ୍ମଲୋକେ ବାସ ଭାଦ୍ରେ ପଙ୍ଖା ତ୍ୟାଗ କଲେ କୈଳାସେ ନିବାସ। ଆଶ୍ୱିନ ମାସରେ ନାରୀ ବରଜିଲେ ଘୃତ ଉତ୍ତମ ଲାବଣ୍ୟ ଦେହ ହୁଇ ପ୍ରାପତ। କାର୍ତ୍ତିକ ମାସରେ ନାରୀ ଶଯ୍ୟା ତ୍ୟାଗ କଲେ ଅନ୍ତିମରେ ଚନ୍ଦ୍ର ଲୋକେ ଚଳି ଯାନ୍ତି ଭଲେ। ଏସବୁ ତେଜିବା ଦ୍ରବ୍ୟ ପ୍ରତ୍ୟେକ ମାସରେ ଶିବଙ୍କୁ ନିବେଦି ଦେବ ବ୍ରାହ୍ମଣର କରେ। ବ୍ରତ ସମ୍ପୂର୍ଣ୍ଣ ହୁଅନ୍ତେ ଶଯ୍ୟା ବତ୍ସ ଫଳ ତଣ୍ଡୁଳ ସହିତେ ଦେବ ବ୍ରାହ୍ମଣେ କେବଳ। ଭକତିରେ ଗୋପାର୍ବତୀ ସୁନିର୍ମଳ ଚିତେ ଯଥା ବିଧାନରେ ପୂଜା କରି ସାରି ମତେ। ତା ଉତ୍ତାରେ ତୋତେ ପୂଜିବେ ଗୋ ନାରୀ ମାନେ ତେବେ ସର୍ବ ସୌଭାଗୀ ହେବେ ପୁତ୍ର ଧନେ। ଏମନ୍ତେଣ ପାର୍ବତୀଙ୍କୁ କହିଲେ ଶଙ୍କର ମୁନି ମେଳେ ବଖାଣିଲେ ସନତ କୁମାର। ଲିଙ୍ଗ ପୁରାଣ ପ୍ରଥମ ଖଣ୍ଡ ସୁଧାରସ ଭାଷା ପ୍ରବନ୍ଧେ ଭଣଇ କ୍ଷେତ୍ରବାସୀ ଦାସ। ଇତି ଶ୍ରୀଲିଙ୍ଗ ପୁରାଣେ ପ୍ରଥମ ଖଣ୍ଡେ ହର ପାର୍ବତୀ ସମ୍ବାଦେ ବ୍ରହ୍ମଜ୍ଞାନ ପ୍ରସଙ୍ଗେ ବ୍ରହ୍ମାଣ୍ଡ ଉତ୍ପତ୍ତି କଥନେ ସର୍ବଜୟା ବ୍ରତବିଧି ବର୍ଣ୍ଣନେ ନାମ ସପ୍ତବିଂଶୋऽଧ୍ୟାୟ। ଯଦକ୍ଷରଂ ପଦଭ୍ରଷ୍ଟଂ ମାତ୍ରାହୀନ ଜଗଦ୍ଭବେ ତତ୍ସର୍ବଂ କ୍ଷମତାଂ ଦେବ ପ୍ରସିଦ୍ଧଂ ପରମେଶ୍ୱର। ଭୀମସ୍ୟାପି ରଣେ ଭଙ୍ଗ ମୁନିରପି ମତିଭ୍ରମ ଯଦି ଶୁଦ୍ଧଂ ଅଶୁଦ୍ଧଂ ବା ମମ ଦୋଷ ନ